ଶଳା ସବୁବେଳେ ବୁଲା ଖଣ୍ଡ ଭଳିଆ ବୁଲୁଛି ଏ ବୋପାଟାକୁ ଯାହା କଲ ବଲ କରୁଛି ଶଳା ପାଇଲା ବି ଘାଣ୍ଟି ଦେବେ জীবনে কুয়ারে হায় জীবনে কুয়ারে হায় জীবনে কুয়ারে মতে দেখি লুচি বনিলা জরে কপাট হুয়ারে হায় কপাট হুয়ারে হায় কপাট হুয়ারে কইବାକୁ କିଛି ଖାସ୍ କଥା ଅଛି କହିବାକୁ କିଛି ଖାସ୍ କଥା ଅଛି କୋଉଠି ଗପିବା କୁହ 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 ଘରେ ନା ବାହାରେ ହାୟ ଘରେ ନା ବାହାରେ ଘରେ ନା ବାହାରେ ହାୟ ଘରେ ନା ବାହାରେ ଶଳା ଘାଣ୍ଟି ଦେବି କାଇଁ ଗୋଟେ ମାରଣା ଷଣ୍ଢ ଭଳିଆ ଫଁ ଫଁ ହଉଛ କଣ ଆଜି ବ୍ଲାକ୍ ମନି ଅଣ୍ଟିରେ ପଶିନି କି ଶଳା ମୁଣ୍ଡରୁ ତ ମନେ ନାହିଁ କହୁଛି କଣ ନା ବ୍ଲାକ୍ ମନି ତାହେଲେ ତମର ସବୁ ଉଚା ଉଚା ଦେଖାଯାଉଛି କାହିଁକି ହଁ ବୁଝିଗଲି ହଇରେ ଶଳା କଣଟା ବୁଝିଗଲୁ ମାନେ ତୁ କଣଟା ବୁଝିଗଲୁ କଣ ବୁଝିଲି ତମ ସାଟ ତଳେ ଶଳା ଭିତରକୁ ପଶି ଯାଉଛୁ ଶଳା ଭିତରେ କଣ ନାହିଁ କଣ ପାଇଛୁ ଗୋଟେ ତାମାଲ ଆଣିଛ ବୋଧେ ଚୁପ୍ କର ଶଳା ଗୁଳାଙ୍ଗାର ବାତେରା ସତରା ଶଳା ବାହାବାର ତ ନାଁ କରୁନୁ ଏ ବୋପାଟାକୁ କାହିଁ ହେଲେ କରୁଛୁ କିରଣ ଛଡେଇ ଦେବି ଶଳାକୁ ଘାଣ୍ଟି ଦେବି ମୋର ସେ ଝାମେଲାରେ କିଏ ପଶିବ ମୋର ବାହା ହବାର ନାହିଁ ବରଂ ହୁକ ପକେଇ ଚଳିଯିବି କଞ୍ଜିବର ମୋର ହବାର ନାହିଁ ଆରେ କେତେ ଆଶା କରିଥିଲି ରେ ଘରକୁ ଗୋଟେ ସୁନ୍ଦରିଆ ବୋହୂ ଆଣିଦେବି ଶଳା ରୋଷେଇବାସ କରି ଖାଇବାକୁ ଦବ ଦେହ ମୁଣ୍ଡ ଟିକେ ଚିପି ଚାପି ଦବ ଶଳା କଲା ସବୁ ଗଲା କିଛି ମୋ ଭାଗ୍ୟରେ ନାହିଁ ତୁ ବାହା ହେଇ ପଡୁନୁ ଚୁପ୍ କର ଶଳା ଆବେ ଶଳା ମୋ ବଂଶ ବୁଢ଼ାର ବୁଲା କରେ ନାଇଁ ବାପାଲୋ ଶଳା ତୋର ଯୋଉ ହିଷ୍ଟ୍ରିଆ ପ୍ରକୃତି କୋଉ ଶଳାଟା ତା ଭଉଣୀକୁ ଏ ଘରେ ବାହା କରିକି ପଠେଇବ କହିଲୁ ନାଇଁ ନାହାନ୍ତି ମଉସା ପାଇଖାନା ଯାଇଛନ୍ତି ହେ ଅତି ଗୋଟେ ୟୁଜଲେସ୍ ଲୋକଟା ମୁଁ ଦେଖୁଛି ବାପା ତମର ସାଧାରଣ କାଣ୍ଡ ଜ୍ଞାନ ଟିକେ ନାହିଁ ତମେ ପଦବାଇ ପାଖେ ଟ୍ୟୁସନ ହଉନ ଇଏ ଗୋଟେ ଭଦ୍ର ମହିଳା କେଡ଼େ କଅଳିଆ କଣ୍ଠରେ ପଚାରୁଛି କହିଲା କଣ ନା ମଉସା ଘରେ ନାହାନ୍ତି ପାଇଖିନା ଯାଇଛନ୍ତି ମ୍ୟାଡାମ ଓ ମ୍ୟାଡାମ ମ୍ୟାଡାମ କବାଟା ଖୋଲା ଅଛି କିରଣ ଛଡେଇକି ପଶି ଆସ नमस्कार नमस्कार देखा है पहली बार जन्म की आंखों में प्यार अब जाके आया मेरे बेचैन दिल को करार ये तो मैं सुंदरी तरुण ଶଳା ବୁଢାର ଲାଳ ବୋଇଲା ରାସନ ରାସନ କାର୍ଡ ବାଣ୍ଟୁଛ ବୋଧେ ହଁ ଆଗକୁ ଇଲେକ୍ସନ ଅଛି ନହେଲେ ଭୋଟ ମିଳିବ କେମିତି ଆମ ବାପ ପୁଅ ତ ଦି ଦିଟା ରାସନ କାର୍ଡ ଘରେ ଟୋଟାଲ ଆମେ 2 ଜଣ ହେଲେ 10 ଜଣ ମାଲ ଉଠଉଛୁ ଚାଉଳ 25 କିଲୋ ଗହମ 25 କିଲୋ ସେଥିପାଇଁ ରଞ୍ଜାଗୁଡ଼ି ଲୋକ ଗୁଡ଼ା ମୋ ନାଁରେ ଗରମ କମ୍ପ୍ଲେନ୍ ଦଉଛନ୍ତି ଆଉ କ'ଣ ବା ରାସନ ଶଳା ଇଏ କେମିତିକା ନା ମାନେ ମୋର ପୁରା ନାଁ ହେଲା ହଉ ରାଉଡି ସମ୍ବଲପୁରୀ ନାନୀ
ଆଲୋ ତୁ ସମ୍ବଲପୁରୀ ନନି ଏମିତି ଦେଶୀ ଉଡ଼ିଆ କେମିତି ଗଳ ଗଳ କରି ଗାଇ ପକଉଛୁ ବା ମଉସା କଥା କଣ କି ମୋ ଜନ୍ମ ସିନା ସମ୍ବଲପୁରରେ ପିଲାଦିନେ କଟକରେ ଗୋଟେ ବିୟୁଟି ପାର୍ଲରରେ କାମ କରେ ସେଇଥିପାଇଁ ସବୁ ସମ୍ବଲପୁରୀ ଭାଷା ଭୁଲି ଗଲିଣି ब्यूटी पार्लर रे की काम करो मैडम ଏଇ ଘଷା ଘଷି ବାଚୁଟି ଗାଁଠି ଯାବି ଶଳା ସିଏ କି କାମ ନା 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 ସିଏ କି କାମ ମାନେ ମୁଁ ଜେନ୍ସ ମାନଙ୍କର ବଡି ମସାଜ କରେ ଇଣ୍ଟର ମସାଜ ଆଉଟଡୋର ମସାଜ ଅଣ୍ଟା ତଳକୁ ଇଣ୍ଟର ମସାଜ ଥରକୁ 1000 ସେଇଟା ମୋର ହବ ଇନଡୋର ମସାଜ ଆଉ ଅଣ୍ଟା ଉପରକୁ ଆଉଟଡୋର ମସାଜ ଥରକୁ 500 ମୋ ବାପାର ହବ ଆଉଟଡୋର ମସାଜ ହେଲେ ଆମର ତ ଇଣ୍ଟର ମସାଜ କି ଆଉଟର ମସାଜ ହବାର ନାହିଁ ଶଳା କଟକରୁ ଆସି ଭୁବନେଶ୍ୱର ପୁଣି ଆମ ବାପ ପୁଅଙ୍କ ଘରେ ହେଲେ ମଉସା ସେ ପାର୍ଲର ମାଲିକଟା ନା ଭାରି ନାଳୁଆ ତାର ସବୁବେଳେ ମୋ ଉପରେ ପାପ ନଜର ଆଉ ମୁଁ ତା ସାଙ୍ଗରେ ଝଗଡା କରି ଏଠି ଚାଲି ଆସିଛି ବଢିଆ ହେଲା ଶଳା ବୁଢା କଉ ଭଲ ଲୋକ କି ଗାଁଠି ଯାବି ଶଳା ଆଲୋ ମୋର ଆସନ ଟିକେ ପାଖକୁ ଆସୁନୁ ଶଳା ବୁଢାର ଉଠିଲା ଓଏ ସତୁରା ଶଳା କଣ ଉଠିଲା ମାନେ ମୋର କଣ ଉଠିଲା କାହିଁ କଥାଟା କଣ ଅଲଗା ଅର୍ଥରେ ଭାବିଲୁ କି ଆଉ ମୁଁ କହିଲି ସେ ପାର୍ଲର ମାଲିକ ଉପରେ ଆମ ବୁଢାର ରାଗ ଉଠିଲା ଆଚ୍ଛା ଏମିତି କଥା ମୁଁ ଶଳା କଣ ନାହିଁ କଣ ବୁଝି ଦେଇଥିଲି ହେଲେ ମଉସା ମୁଁ କଣ କହୁଥିଲି କି କହୁନ ମୁଁ ଭାବିଛି ଏ ରାଜଧାନୀରେ ରହିକିରି ମାନେ ବଡି ମସାଜ କରିବି ବଢିଆ ହବ ଏଠି ଭଲ ମାଲ ମିଳିବ ଏଠି କଷ୍ଟମର ତ ଖାଲି ମାଳ ରାଜଧାନୀରେ ରହି ଘଷା ଘଷି ଚିପା ଚୁପି କରିବୁ ତ କରୁନୁ କିଏ ମନା କଲା ଘର ମିଳୁନି ଭଡ଼ା ଘର ମିଳୁନି ମୁଁ କଣ କହୁଥିଲି କି ଆପଣ ଯଦି ଆପଣଙ୍କ ଘରେ ମତେ ଟିକେ ଘର ଭଡ଼ା ଦିଅନ୍ତ ତାହେଲେ ଭଲ ହୁଅନ୍ତା ଏ ଯୋଉ କୁଠାଟା ଦେଖୁଛୁ ଏଟା କାର ନା ମୋର କୁଠାଟା ଦେଖୁଛୁ ଏଟା କାର ନା ମୋର এই ଯୋଉ କୁଠାଟା ଦେଖୁଛୁ ଏଟା କାର ନା ମୋର ଶଳା ଦୁନିଆ ଯାକର ସେଠି ଘର ଖାଲି ପଡିଛି ସେଇଟା ରହି ବେପାର କରିବୁ ଘଷା ଘଷି ଚିପା ଚୁପି କରି ସ୍ୱାସ୍ଥ୍ୟ ସେବା କରିବୁ ଏମିତି ମୁଁ ଆମ ପାଇଁ ମୁଁ ଘର ଭଡ଼ା ନେବି ଆପଣ ଭାରି ଦୟାଳୁ ଖାଲି ଦୟାଳୁ ନୁହଁ ଏ ଶଳାର ଆହୁରି ବହୁତ ଆଳୁ ଦୋଷ ଅଛି ଆଗକୁ ସବୁ ଦେଖିବ ଚୁପକା ଶଳା ଗୁଳାଙ୍ଗାର ହେଲେ ମଉସା ହେଲେ ଆପଣଙ୍କ ନାଁ କଣ ମୋ ନାଁ ହଉଛି ବିପିଏଲ ବିପିଏଲ ମାନେ ବାରିପଟ ଲୁଙ୍ଗୁଡା ଆଉ ଇଏ ମୋ କୁଳଚନ୍ଦ୍ର ମାଇପିଏଲ ଏଇ ଆଗ ପଟ ଲୁଙ୍ଗୁଡା ବୋଲେ ଆପଣଙ୍କ ନାଁଟା ନା ୟୁନିକ୍ ଆଉଟଷ୍ଟାଣ୍ଡିଂ ହେଇଛି ହେଲେ ଲୁଙ୍ଗୁଡାଟା କଣ ବୁଝା ମ୍ୟାଡାମ କଣ ପଚାରୁଛନ୍ତି ବୁଝା ଏମିତି ନେଉଳ ଭଳିଆ ମୁଡି ମାଡି କାହିଁ ହଉଛୁ ବୁଝା ହେଲେ ମଉସା ମୁଁ ଏତେ ଟାଇଟଲ ଶୁଣିଛି ଏମିତି ଟାଇଟଲ କୋଉଠି ଶୁଣିନି ହେଲେ ଆଜି ଏଇଠି ପ୍ରଥମ ଥର ଶୁଣିନି ହେଲେ ଏଇଟା କି ଅଦ୍ଭୁତ ଟାଇଟଲ ହେଲେ ଏଇଟା କଣ ତମ 14 ବର୍ଷ ଟାଇଟଲ ନାଇଁ ବାବା ନାଇଁ ସେ କଥା କୁହନା ମ୍ୟାଡାମ ସେ କଥା ଶୁଣିଲା ବେଳକୁ ମୋ ଦେହଟା ଟେନସନ ହେଇଯାଉଛି ଏଇ ଶଳା ନାଳୁଆ ବୁଢାଟା ସକାଶେ ଏତେ କଥା ଦୋଷ ଆଜି ରାତିରେ ୟା ଘର ତ କାଲି ରାତିରେ ତା ଘର ସବୁ ରାତିରେ ଯାହା ଘର ନାହିଁ ତା ଘରେ ଗୋଟେ ଗଳିଥିବ ମୋ କଥା ଖୁନା ରେ ବାପ ଘରେ ଗାଁ କ୍ଲବ ପିଲାମାନେ ଏକାଠି ହୋଇ ବୁଢାକୁ ଜଣକ ଘରେ ଅନ୍ଧାରୁଆ ଧରି ପକେଇଲେ ତାପରେ କଣ ହେଲା କି ମାଡ ଗାଁ ସାରା ସବୁ ଛୋଟ ଛୁଆଙ୍କୁ ଡାକି ତା ମୁହଁରେ ତ ସାରି ଦେ ମୋ ପେସିଲି କନା ଗୁଳାଙ୍ଗାର ନହେଲେ ଘାଣ୍ଟି ଦେବି
কি মাড ନିର୍ଦ୍ଧୁମ ଛେଚିଲେ ଏମିତି ନାଦି ଦେଇ ଯାଇଛନ୍ତି ଯେ ତା ଜାଗାରେ ବେବି ଜଖମ ଅଛି। ଏ ପୁଅ ଜମା ସାରନି ମୋ ଇଜ୍ଜତ ଜମା ସାରନି। ତାପରେ ତାକୁ କହିଲେ ତୋ ଭଳିଆ ଲୋକ ଏ ଗାଁରେ ରହିଲେ ଗାଁଟା ନଷ୍ଟ ହେଇଯିବ। ଝିଅ ବୋଉ ନେଇ ଆମେ ଗାଁରେ ଚଳିପାରିବୁନି। ତୋ ପେଡି ପୁଟଳା ବାନ୍ଧି ଆଜି ଏ ଗାଁ ଛାଡ। ବୁଢା ତାଙ୍କ ଗୋଡ ହାତ ଧରି କହିଲା ଯାହା ଦଣ୍ଡ ଦବ ଦିଅ ପଛେ ମତେ ଗାଁରୁ ବାହାର କରନି। ଗାଁ ପିଲାମାନେ କହିଲେ ଠିକ ଅଛି ଯଦି ତୁ ଏ ଗାଁରେ ରହିବୁ ତତେ 7 ବେଣ୍ଟିଆ କରି ତୋ ମୁହଁରେ ଚୂନ କଳା ପଡି ତୋ ପିଠି ପଟେ ଲୁଙ୍ଗୁଡା ଲେଖି ଗାଁ ସାରା ବୁଲା ଯିବ। ଖାଲି କଣ ସେତିକି ତାପରେ ପୁଣି କହିଲେ ଆଜି ଠାରୁ ତମ ଟାଇଟେଲ କୁ କୋର୍ଟ ଆପଡେଟ କରି ଲୁଙ୍ଗୁଡା ଲେଖାଯିବ। ଏଇ ବୁଢା ଦାନ୍ତ ନିକୁଟି ଟିକେ ଭାବିଲା ତାପରେ ତ ମୁଣ୍ଡ ଟୁଙ୍ଗାରିଲା। ଖାଲି କଣ କଳାକାର ଏଇ ରଞ୍ଜାଗୋଳରେ ଯେତେକ କଳା ବେପାର ଅଛି ଏଇ ଶଳାର ସବୁଥିରେ ହାତ ଅଛି। କିଏ କହୁଛୁ ମୁଁ କଳା ବେପାର କରୁଛୁ ବୋଲି? କିଏ କହୁଛୁ? ଏଇ ଯୋଉ କଳା କହୁଛୁ ସବୁ ମନରେ ମିଛ କହୁଛି। ଶଳା ଆମେ ବୋଲେ ଏଇ ଯେ ଏ ରଞ୍ଜାଗୋଳରେ ଛିଟା ସଦା ସମାଜ ସେବି ନହେଲେ ଗାଁ କିଏ ଦେବି? ବେଲୋଜିଆ ଲୋକଟା କିରେ କହିଲେ ବାପ ଏଇ ମ୍ୟାଡାମକୁ ନେଇ ଭିତରକୁ ଆ ମତେ ଆଡେ 1-2 ଲାଗିଲାନି। ହଉ ଯା 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 ଏଇ କାମଟା ବି କରିଦବୁ ସେଟା ବାକି ରଖିବୁନି। ହଉ ଯା 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 ଯାଉଛୁ। ମୁଁ ସଙ୍ଗୀତ ବିଶାରଦ APL ବ୍ରାକେଟ ଭିତରେ ଢୋ। ଢୋ ମାନେ ଜାଣିପାରୁନ? ମାନେ ମୁଁ ଢୋଲିକି ବଜାୟରେ ବିଶାରଦ। ଆଉ ତା ନାଁ ଦବା ମ୍ୟୁଜିକାଲ ଚେଞ୍ଜ ପଡ଼ିମଶା ସେଣ୍ଟର। ବଜାଉଥିବି ତମେ କଷା କଷି ଚିପାଚୁପି କରୁଥିବ ସବୁ ତାରେ କରିବା ବେତାଳ କରିବାନି। ବଢିଆ ହବ ତାହେଲେ ପ୍ରାକ୍ଟିସ ହେଇଯାଉ। ଓକେ ଷ୍ଟାର୍ଟ। বড়